ମୁଁ ତାପସ ଦାସ ମୁଁ ସରକାରୀ ଉଚ୍ଚ ବିଦ୍ୟାଳୟ ଶିଳରେ ପଢ଼ୁଥିଲି। ତୁ ମାଟ୍ରିକ ମୁଁ ମୋ ଶିକ୍ଷକ ଶିକ୍ଷୟିତ୍ରୀ ମୋ ପ୍ରଧାନ ଶିକ୍ଷୟିତ୍ରୀ ଏବଂ ମୋ ଭଉଣୀ ବି ଥିଲି। ସେମିତି ନାହିଁ, ମୁଁ ସବୁଦିନ ପଢ଼ାପଢ଼ି କରୁଥିଲି ଏବଂ 5 ରୁ 8 ଘଣ୍ଟା ଯାହା ବି ପଢ଼ୁଥିଲି। ନାଇଁ କୃଷି ବିଭାଗରେ ଅଧିକାରୀ ହେବାକୁ ଚାହୁଁଛି। ଶିକ୍ଷା ମାନେ ପାଠ ପଢ଼ା ସହିତ କ'ଣ ହବି ରହିଛି? କୁଇଜ୍ ପ୍ରତିଯୋଗିତା ବହୁତ ଭାବରେ ଆଗ୍ରହୀ, ସେଥିରେ ଖେଳ ସବୁଥିରେ ଅଛି। ମୁଁ ସସ୍ମିତାବେଳା ଦାସ ସରକାରୀ ଉଚ୍ଚ ବିଦ୍ୟାଳୟ ଶିରୋଳର ପ୍ରଧାନ ଶିକ୍ଷୟିତ୍ରୀ। ଆଉ ନିଶ୍ଚିନ୍ତ ଆମର ଏଇ ପିଲା ଯେ A1 ପାଇଛି ୟା ପାଇଁ ଆମେ ସମସ୍ତେ ଗର୍ବ ଅନୁଭବ କରୁଛୁ, ଯାହାଫଳରେ କି ଆମ ସ୍କୁଲ ମଧ୍ୟ ଗର୍ବିତ। କିନ୍ତୁ ପିଲାର ଚାଲିଚଳନ ଆଚାର ବ୍ୟବହାର ଏଗୁଡ଼ା ଅତି ସୁନ୍ଦର, ବହୁତ ଭଲ। ସାଧାରଣତଃ ଅନେକ ପିଲା ଅଛନ୍ତି ଯେଉଁମାନେ କି ପାଠ ପଢ଼ୁଥିବେ, ପିଲାମାନଙ୍କ ସଂସ୍ପର୍ଶରେ ତାର ସାଙ୍ଗସାଥିମାନଙ୍କ ସଂସ୍ପର୍ଶରେ ଆସିବା ତାଙ୍କର କଷ୍ଟ ହୋଇପଡ଼େ ବା ବହୁତ କମ୍ ମିଶିଥାନ୍ତି। କିନ୍ତୁ ଏ ପିଲା ପ୍ରତ୍ୟେକ ଟିଚରମାନଙ୍କ ସହିତ ସମ୍ପର୍କ ଭଲ ଏବଂ ତାର ସାଙ୍ଗମାନଙ୍କ ସହିତ ବହୁତ ଭଲ ମିଶେ, ବ୍ୟବହାର ଭଲ। ପୂଜା ସ୍କୁଲରେ ଯେଉଁଗୁଡ଼ାକ ଆନୁଷ୍ଠାନିକ କାର୍ଯ୍ୟକ୍ରମ ହୁଏ ସେଥିରେ ମଧ୍ୟ ସେ ବହୁତ ସୁନ୍ଦର ଭାବରେ ଯୋଗ ଦିଏ। ଆଉ ବିଶେଷ କରି ବହୁତ ବଡ଼ କଥା ହେଉଛି କ'ଣ ନା, ଏ ପିଲା ଏଇ ସ୍ଥଳରେ ପହଞ୍ଚିବା ପାଇଁ ପ୍ରାୟ ଆମେ ସମସ୍ତେ ଅନୁଭବ କରୁଥିଲୁ ଏଇଟା ନିଶ୍ଚିନ୍ତ ସେ A1 ପାଇବ। କାହିଁକିନା ସେ ଯେତେବେଳେ ପ୍ରାଥମିକ ସ୍ତରରେ ପଢ଼ିକି ଆସିଥିଲା ପ୍ରାୟ ପ୍ରତ୍ୟେକ ମେଧାବୀ ଛାତ୍ର ରୂପେ ପରିଗଣିତ ହୋଇଥିଲା, କାହିଁକିନା ସ୍କଲାରସିପ୍ ପାଇଛି। ଅନ୍ୟାନ୍ୟ ସବୁ ରାଜ୍ୟ ସ୍ତରରେ ଜାତୀୟ ସ୍ତରରେ ବି ମଧ୍ୟ ସେ କେତେଟା ବୃତ୍ତି ହାସଲ କରିପାରିଛି ଯେତେବେଳେ ପ୍ରାଥମିକ ସ୍ତରରେ ଥିଲା। ତେଣୁ ସିଏ ଯେତେବେଳେ ଆସି ଆମ ପାଖରେ ବୋଇଲେ ଆମର ହାଇସ୍କୁଲରେ ସେ ପଦାର୍ପଣ କଲା, ଆମେ ନିଜେ ଅନୁଭବ କରିଥିଲୁ ଏ ପିଲାଟିକି ଚେଷ୍ଟା କଲେ ନିଶ୍ଚିନ୍ତ ଭାବରେ ଟିକେ ଭଲ ନାଁ କରିବ, ବିଦ୍ୟାଳୟ ନାଁ ରଖିବ ଆଉ A1 ପାଇବ, ଏଇଟା ଆମର ଆଶା ଥିଲା। କାହିଁକିନା ତାର ପ୍ରଥମ ଅବସ୍ଥାରୁ ମୂଳଦୁଆଟା ଠିକ୍ ରହିଛି, ସେଥିପାଇଁ ଆମକୁ ଟିକେ ବେଶୀ କଷ୍ଟ ପାଇଲାନି। ଆଉ ଆ ସହିତ ସେ ପିଲାଟି ପଢ଼େ, ଟ୍ୟୁସନ୍ ତାର ନାହିଁ, ପ୍ରାଇଭେଟ୍ ଟ୍ୟୁସନ୍ ମାତ୍ର 2-3 ମାସ ଯାଇଛି, କିନ୍ତୁ ଆଉ ସେ ନିଜେ ଘରେ ପଢ଼ିଲା। ଆଉ ଆମଠୁ ପ୍ରତିଶ୍ରୁତି ନେଇଥିଲା ଯେ ଆଉ ମୁଁ ତ ଏମିତି ଟ୍ୟୁସନ୍ ଛାଡ଼ିଲି ମ୍ୟାଡ଼ାମ୍ କ'ଣ କରିବି। ତାକୁ ମୁଁ ନିଜେ ଜବାବ ଦେଇଥିଲି ଯେ ହଁ ତୁ ପଢ଼, ତୋର ଯାହା ଦରକାର ନିଶ୍ଚିନ୍ତ ଭାବରେ ମୁଁ ତୋତେ ଯୋଗାଇ ଦେବି। ଏମିତିକି ଆମେ ତାକୁ ଗାଇଡ଼ ବହୁତ ପ୍ରକାର ଗାଇଡ଼ ବି ଯୋଗାଇ ଦେଇଛୁ। ଯେହେତୁ ସେ ପଢ଼ିବାକୁ ଚାହୁଁଛି, ଯେଉଁ ପିଲା ଚାହାନ୍ତି ଆମେ ଦେବୁ, ଖୁସିର କଥା। କିନ୍ତୁ ଇଏ ସ୍ପେଶାଲି ଚାହେଁ, ଯେଉଁଟାକି ସାର୍ମାନେ ମଧ୍ୟ ତାକୁ ଦେଇଦିଅନ୍ତି। ଆଉ ବିଶେଷ କରି ସେ କହେ ମ୍ୟାଡ଼ାମ୍ ମୁଁ ଦିନ ଅପେକ୍ଷା ରାତିରେ ଟିକେ ମୁଁ ବେଶୀ ମୋତେ ଶାନ୍ତି ଲାଗେ, ମୁଁ ପଢ଼େ। ତେଣୁ ଆପଣ ଯଦି ମୁଁ କିଛି ଜାଣିବାକୁ ଚାହିଁଲି ତାହେଲେ ମୋତେ ଟିକେ ହେଲ୍ପ କରିବେ। ତେଣୁ ମୁଁ ଏ କଥାଟା ନିଜେ ତାକୁ ପ୍ରତିଶ୍ରୁତି ଦେବା ସହିତ ମୋର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ମଧ୍ୟ କହିଥିଲି ଯେ ଯାହା ହେଲେ ବି କେହି ମାନେ ଅନିଚ୍ଛା ପ୍ରକାଶ କରିବନି, ତୁମେ ଶୁଅ ବା ଯାହା କର, ଯେତେବେଳେ ପିଲାର ଏତିକି ଆଗ୍ରହ ଅଛି ସେ ଯେଉଁ ପ୍ରଶ୍ନ ପଚାରିବାକୁ ଚାହିଁବ ତାର ଉତ୍ତର ଦେବ। ଆଉ ସେଇଟା ମଧ୍ୟ ସମସ୍ତେ କରୁଛନ୍ତି। ଆଉ ମୁଁ ନିଜେ ବି ଗାଇଡ଼ କରେ, ସେ ନ ପଚାରିଲେ ବି ମୁଁ ରାତିରେ ପ୍ରାୟ 1 ରାତିରେ ପଚାରିଛି, 12:30 ରାତିରେ ପଚିଶ, 1:30 ବି ହେଇଛି। ମାନେ ମୁଁ ଦେଖେ ଯେ ପ୍ରକୃତ ସେ ମୋତେ ମିଛ କହୁଛି କି ସତ କହୁଛି, ପଢ଼ୁଛି କି ନା, ଏ ପାଇଁ ମୁଁ ବୁଝେ ଏବଂ ସିଏ ବି ପ୍ରଶ୍ନ ପଚାରେ, ମୁଁ ତାର ଉତ୍ତର ଦେଇଛି। ତାକୁ ଆସିକିରି ଭେରିଫିକେସନ୍ କରିଛି ଅନ୍ୟ ସାର୍ମାନେ ପ୍ରକୃତରେ କେତେ ଦୂର ତା ପାଇଁ ଲାଗିଛନ୍ତି କି ନାହିଁ ତାକୁ ମଧ୍ୟ ସର୍ଚ୍ଚ କରେ।